ମାଛ ନେଇ ଘରକୁ ଫେରିଲେ ନାହିଁ ମଧୁସୂଦନ। ପୋଲରେ ବ୍ୟାରିକେଡ୍ ନିର୍ମାଣ ପାଇଁ ଦାବି। ମକର ସଂକ୍ରାନ୍ତି ଉପଲକ୍ଷେ ଘରେ ଘରେ ପିଠାପଣା ସହିତ ମାଛ ମାଂସ ହୋଇଥାଏ। ଗତକାଲି ମୋରଡ଼ା ପଞ୍ଚାୟତ ଅନ୍ତର୍ଗତ ଧାନଶୁଳା ହାଟରୁ ଜଣେ ବ୍ୟକ୍ତି ଘରକୁ ପନିପରିବା ସହିତ ମାଛ ନେଇ ସାଇକେଲରେ ଫେରୁଥିଲା ବେଳେ କୌଣସି କାରଣରୁ ପୋଲରୁ ଖସି ପଡ଼ିଥିଲେ। ତେବେ ଆଜି ନଦୀକୁ ସ୍ଥାନୀୟ ଲୋକ ଗାଧୋଇବାକୁ ଯାଇ ଦେଖିବାକୁ ପାଇଥିଲେ ଜଣେ ବ୍ୟକ୍ତି ସାଇକେଲ ସହ ତଳକୁ ଖସି ପଡ଼ିଛନ୍ତି। ଖବର ପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଗତକାଲି ଖୁରୁଣ୍ଟିଆ ଗ୍ରାମର ମଧୁସୂଦନ ସିଂ ମକର ପର୍ବ ପାଇଁ ପନିପରିବା ସହିତ ମାଛ ଆଣିବାକୁ ଯାଇଥିଲେ, କିନ୍ତୁ ରାତି ସୁଦ୍ଧା ଘରକୁ ଫେରି ପାରି ନଥିଲେ। ଘର ଲୋକେ ଖୋଜାଖୋଜି କରି ମଧ୍ୟ କିଛି ଖବର ପାଇପାରି ନଥିଲେ। ସକାଳୁ ଖବର ପାଇ ମରୁଡ଼ି ନଦୀ ପୋଲ ପାଖକୁ ଆସି ଦେଖିବାକୁ ପାଇଥିଲେ ମଧୁସୂଦନ ପୋଲରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ପୋଲ ତଳେ ବଡ଼ ବଡ଼ ପଥର ପଡ଼ିଥିବାରୁ ପଥରରେ ମୁଣ୍ଡ ମାଡ଼ ହୋଇ ମୃତ୍ୟୁବରଣ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି। ମଧୁସୂଦନ ପାଖରେ ପଡ଼ିଥିଲା ପନିପରିବା ସହିତ ମାଛ। ଏହାକୁ ଦେଖି ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ସାରଥୀ ସିଂ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ପୋଲ ତଳୁ ମଧୁସୂଦନଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ସମସ୍ତ ପୋଲରେ ବ୍ୟାରିକେଡ୍ ଥିବାବେଳେ ମୁରୁଡ଼ି ପୋଲରେ ବ୍ୟାରିକେଡ୍ ନଥିବା ଏଭଳି ଦୁଃଖଦ ଘଟଣା ଘଟିଛି। ପୂର୍ବରୁ ମଧ୍ୟ ଉକ୍ତ ପୋଲ ନିକଟରେ ଅନେକ ଦୁର୍ଘଟଣା ଘଟିଛି। ବାରମ୍ବାର ବ୍ୟାରିକେଡ୍ ଲଗାଇବାକୁ ଦାବି ହୋଇ ଆସୁଥିଲେ ସୁଦ୍ଧା ପୂର୍ତ୍ତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତୁରନ୍ତ ପୂର୍ତ୍ତ ବିଭାଗ ଉକ୍ତ ପୋଲର ବ୍ୟାରିକେଡ୍ ଲଗାଇବାକୁ ସାଧାରଣରେ ଦାବି ହୋଇଛି।